ହାଲେଲୁୟା 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 ହାଲେଲୁୟା। ହାଲେଲୁୟା। ମୋର ପ୍ରିୟ ମାନେ ଆଜିର ଦିନ ହଉଛି ପୁନରୁତ୍ଥାନର ଦିନ ଅଟେ। କେଉଁ ଦିନ ଅଟେ? ପୁନରୁତ୍ଥାନର ଦିନ ଅଟେ। ମୋର ପ୍ରିୟ ମାନେ 2020 ମସିହା ଆଗରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଲେ, ଅନେକ କଷ୍ଟ ସହିଲେ, ତାଙ୍କର ଜୀବନ ଦେଲେ, ତାଡ଼ନା ସହିଲେ, କିନ୍ତୁ ଶୈତାନ ଭାବିଥିଲା ଯୀଶୁର କାହାଣୀ ଖତମ ହେଇଗଲା ବୋଲିକିରି, କିନ୍ତୁ ଯୀଶୁର କାହାଣୀ ଖତମ ହେଲା ନାହିଁ। ମୋର ପ୍ରିୟ ମାନେ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ହରାଇ ଦେଲେ। ହାଲେଲୁୟା। ଆସନ୍ତୁ ଆମେ ଆଜିର ଏହି ପୁନରୁତ୍ଥାନ ଦିବସରେ ପରମେଶ୍ୱରଙ୍କର ବାକ୍ୟ ମାନେ ପାଠ କରିବା। ପରମେଶ୍ୱରଙ୍କର ବାକ୍ୟ ଲୁକ ଲିଖିତ ସୁସମାଚାର ତାର 24 ପର୍ବର 1 ପଦରୁ ଆମେ ମାନେ ପାଠ କରିବା। ଲୁକ ଲିଖିତ ସୁସମାଚାର 24 ପର୍ବ ତାର 1 ପଦରୁ ଆମେ ପାଠ କରିବା। ଆଉ ବିଶ୍ରାମ ବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧି ଦ୍ରବ୍ୟ ଘେନି ସମାଧି ନିକଟକୁ ଗଲେ। ପୁଣି ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ। ଆଉ ସେମାନେ ଶେଷଙ୍କରେ ହତବୁଦ୍ଧି ହେଉଅଛନ୍ତି। ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ 2 ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେବେ। ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ? ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ମନୁଷ୍ୟ ପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ। ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର। এই বাক্যরে আশীর্বাদ করন্তু। এই স্থানে লেখা যায়, ସେ ଏଠାରେ ନାହାନ୍ତି, ମାତ୍ର ସେ ଉଠି ଅଛନ୍ତି। ମୋ ପ୍ରିୟ ମାନେ ଆଜି 2020 ମସିହା ପୂର୍ବରୁ ଯେଉଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀରେ ଜନ୍ମଗ୍ରହଣ କରିଥିଲେ, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ସମାଧିରେ ନାହାନ୍ତି। ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ କବରରେ ନାହାନ୍ତି। ଆଜି ସେହି କବର ଆଜି ଖାଲି ପଡ଼ିଛି। ମୋର ପ୍ରିୟ ମାନେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ମୃତ୍ୟୁକୁ ସବୁଦିନ ପାଇଁ ସେ ହରାଇ ଦେଇଅଛନ୍ତି। ସେଇଦିନେ ମଗ୍ଦଲି ମରିୟମ ଏବଂ ତାଙ୍କର ଶିଷ୍ୟମାନେ ସେହି କବର ନିକଟକୁ ଗଲେ। ଆଉ ସପ୍ତାହର ପ୍ରଥମ ଦିନରେ ସେହି କବର ପାଖକୁ ସୁଗନ୍ଧିତ ଦ୍ରବ୍ୟ ନେଇକରି, ସୁଗନ୍ଧିତ ତେଳ ନେଇକରି ଗଲେ ଯୀଶୁଙ୍କର କବରରେ ସେଇ ତେଲ ଦେବା ପାଇଁ। କିନ୍ତୁ ସେମାନେ ଯେତେବେଳେ ଦେଖିଲେ ଯେ କବର ଖୋଲା ଅଛି, ଆଉ ଯେତେବେଳେ ସେମାନେ ଦେଖିଲେ କବର ଖୋଲା ଅଛି, ସେମାନେ ଭୟଭୀତ ହୋଇଗଲେ। ଆଉ ସେମାନେ ଡରିକରି ଭାବିଲେ ଯେ କିଏ ଆମଙ୍କର ଯୀଶୁଙ୍କୁ ନେଇଯାଇଛନ୍ତି, ଯୀଶୁଙ୍କୁ କିଏ ଚୋରି କରି ନେଇଗଲେ ବୋଲିକରି ସେମାନେ ଭୟଭୀତ ହୋଇଯାଉଥିଲେ, ପୁରା ବିସ୍ମିତ ହୋଇଯାଉଥିଲେ। ମୋର ପ୍ରିୟମାନେ, ଆଉ ସେଇ ସମୟରେ 2 ଜଣ ଦୂତ ଆସିଲେ ଆଉ କହିଲେ ଯେ ଯୀଶୁଙ୍କୁ କେହି ଚୋରି କରି ନାହାନ୍ତି, ନେଇ ନାହାନ୍ତି, କିନ୍ତୁ ଯେଉଁ ଯୀଶୁ ପୂର୍ବରୁ କହିଥିଲେ ସେଇ ଯୀଶୁ ଆଜି ମୃତମାନଙ୍କ ମଧ୍ୟରେ ନାହାନ୍ତି, ମାତ୍ର ସେ ଉଠି ଅଛନ୍ତି। ହାଲେଲୁୟା। ଯୀଶୁ ଆଜି ଉଠି ଅଛନ୍ତି। ମୋ ପ୍ରିୟମାନେ, କବର ଆଜି ଖୋଲା ଅଛି। କବର ଆଜି ଖୋଲା ଅଛି। ଯୀଶୁ ଖ୍ରୀଷ୍ଟ ଆଜି ଜୀବିତ ମାନଙ୍କ ମଧ୍ୟରେ ଆମେ ଯେଉଁ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ଯେଉଁ ଯୀଶୁଙ୍କ ଠାରେ ପ୍ରାର୍ଥନା କରୁଛୁ, ଯେଉଁ ଯୀଶୁଙ୍କ ଠାରେ ଆମେ ହାଲେଲୁୟା ଓ ସପ୍ତାହରେ ଆମେ ଏକତ୍ର ହଉଛୁ, ସେଇ ଯୀଶୁ କୌଣସି ମୃତ ପରମେଶ୍ୱର ନୁହନ୍ତି, ମାତ୍ର ସେ ଜୀବିତ ପରମେଶ୍ୱର ସେ ଅଟନ୍ତି। ହାଲେଲୁୟା। ଯଦି ଆମେ ମାଥ୍ୟୁ ଲିଖିତ ସୁସମାଚାର ତାର 27 ପର୍ବ ଯଦି ବାହାର କରିବା, ମାଥ୍ୟୁ ଲିଖିତ ସୁସମାଚାର ତାର 27 ର 62 ପର୍ବର 62 ପଦ ଯଦି ଦେଖିବା, ସେଇ ସ୍ଥାନରେ ଏଇପରି ଲେଖାଯାଏ,
आर दिन अर्थात आयोजन दिवसर परवर्ती दिन प्रधान याजक और फारुसी माने पिलातोंक निकटरे एकत्र होई कहिले, महाशय आम्भमानकर मने पड़ुअछि सेही प्रवंचक जीवित थिबा समय रे कहिथिला 3 दिन उतारे मु उठिबि। अतएव तृतीय दिवस पर्यंत समाधि सुरक्षित हेबा निमंते आज्ञा करंतु, नहिले के जाने ताहार शिष्य माने आसी ताहाकु चोरी करी लोकंकु कहिबे से मृत मानक मध्यरु उठी अछंती, ताहा हेले प्रथम प्रवंचना अपेक्षा शेष प्रवंचना अधिक मंद हेब। पिलातस सेमानकु कहिले, तुम्भमानकर प्रहरी दल अछि, तुम्भेमाने जाई यथा साध्य ताहा सुरक्षित कर। तेणु सेमाने जाई प्रहरी दल सहित सेही प्रस्तରରେ मुद्रांक ନେଇ समाधि सुरक्षित कले। मोर प्रिय माने एई स्थान रे आमे देखुछु यीशु को जेते बेले लोक माने ओ शत्रु माने कबर देई देले सेते बेले प्रधान याजक आउ याजक फारसी माने समस्ते गले पिलातोंक निकट को एकत्र होई कि कहले, आज्ञा महाशय यीशु तो मरी अछंती, किंतु आज जदी आपण जदि आज्ञा देवे आम माने यीशुंकर कबर को कोन करिवु प्रहरी दलरे सैन्य मानक द्वारा आमे सुरक्षित कर रखिबु। तेन करी आपण हमकु आज्ञा दियंतु जे प्रहरी दल से सब स्थान को जानतु आ प्रहरी दल से कबर को सुरक्षित कर रखंतु। आ पिलातस से समय से माने कहले तुम पाखरे सैन्य माने अछंती, प्रहरी दल अछंती, जानतु आ सुरक्षित करंतु। आ पिलातस आदेश रे से दिन से माने कोन कले पूरा से कबर चारि पाखरे पूरा प्रहरी दल पूरा जमा हो गले। आउ जेमिति यीशु उठी न पारिबे, यीशु जेमिति मृत मानक मध्य जीवित न पारिबे, सेति पई शैतान आउ दुष्ट लोक माने सब प्रकार चेष्टा करथिले। आउ से माने भाबिथिले यीशुंकर कहानी सरी गला, यीशु मरि गले, आउ सब योजना यीशुंकर योजना यीशुंकर कहानी सब लुप्त हो गले बोली भाबिथिले। किंतु मोर प्रिय माने हालेलुया से दिने एपरि महान आश्चर्य कार्य हला। एते प्रहरी दल सत्ते, एते सैन्य दल सत्ते से दिने महाभूमिकंप हला। आउ यीशुंकर कबर को केही अटकै पारले नाही, यीशुंकर विजय को केही अटकै पारले नाही। यीशु पुनर्बार से मृत्यु को हराइले, यीशु पुनर्बार से विधिर विधान को लोप कले, शैतान रो कार्य को लोप कले। से जे प्रतिज्ञा करथिले शैतान रो मस्तिष्क चूर्ण हेबो बोली करी, आ शैतान रो मस्तक को से चूर्ण कले कालवरी क्रूसरे से तांकर जीवन देवा द्वारा। आ तृतीय दिन देवे से पुनर्बार से बंची उठिले। मोर प्रिय माने आ से यीशु ख्रीष्ट आज जीवित अटंती। हालेलुया से परमेश्वर जीवित परमेश्वर अटंती। मोर प्रिय माने से काहे की से मृत मुख को बोले, काहे की से कबर को बोले, मु से विषय रे मु आपन कहया पाए चाहे जदि माने बाहर करबा प्रकाशित वाक्य तार 1 रो 8 पद जदि माने पढिबा से स्थान रे एही परी लिखा जाए। भय करो नाही, आम्भे प्रथम ओ शेष पुणी स्वयं जीवी, आम्भे मृत हेलु, आउ देख आम्भे जुगे जुगे जीवित अटु। पुणी आम्भर हस्तरे मृत्यु ओ पाताळर कंची अछि। सेही परमेश्वर कहंती भय करो नाही बोली कहंती। सेही परमेश्वर कहंती जेकोसी परिस्थिति रे तुम माने अछो, जेकोसी समस्या रे अछो, जेकोसी रोग रे अछो, जेकोसी पीड़ा रे अछो, जदि भय करूछंती सेही प्रभु आपनकु कहबा पाई चाहंती भय करो नाही। आपण कोनोसी मृत परमेश्वर को उपासना करू नाहंती, आपण कोनोसी मृत परमेश्वर को विश्वास करू नाहंती। तेणु करी आपण जे कोनोसी परिस्थिति रे भी थांतु ना काहेकि सेही प्रभु आपण को कहबा पाई चाहंती भय करो नाही। से स्थान रे कहंती भय करो नाही, कारण आम्बे मृत हेलु
ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ। ସେଇ ପ୍ରଭୁ କହନ୍ତି ଆମ୍ଭେ ମୃତ ହେଲୁ। ସେ ନିଜେ ଏଇ ଜଗତକୁ ଆସିଲେ, ତାଙ୍କର ଯୋଜନା ଅନୁସାରେ ଆସିଲେ। ସେ ନିଜେ ସେ ମୃତ୍ୟୁ ବରଣକୁ ଗ୍ରହଣ କଲେ, ନିଜେ ସେ ମୃତ୍ୟୁ ମୁଖକୁ ସେ ଗଲେ, ନିଜେ ତାଙ୍କର ଯୋଜନା ଅନୁସାରେ, ତାଙ୍କର ଉଦ୍ଦେଶ୍ୟ ଅନୁସାରେ ସେ ଖବର ପ୍ରାପ୍ତ ହେଲେ। ସେ ତାଙ୍କର ଯୋଜନା ଅନୁସାରେ ସେ କାଲବରୀ କ୍ରୁଶରେ ଚଢ଼ିଲେ। ତାଙ୍କର ଯୋଜନା ଅନୁସାରେ ସେ ନାନା ପ୍ରକାର କଷ୍ଟ ଏବଂ ତାଡ଼ନା ସହିଲେ। ମୋ ପ୍ରିୟମାନେ, ତାଙ୍କର ଯୋଜନା ଅନୁସାରେ ତେଣୁକରି ଏହିପରି ଲେଖାଯାଏ ଆମ୍ଭେ ମୃତ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ। ସେ ପରମେଶ୍ୱର ଯୁଗେ ଯୁଗେ ଜୀବିତ ଅଟନ୍ତି। ସେ ପରମେଶ୍ୱର ଚିରକାଳ ପାଇଁ, ସବୁଦିନ ପାଇଁ ସେ ମୃତ୍ୟୁକୁ ହରାଇ ସାରିଛନ୍ତି। ମୋ ପ୍ରିୟମାନେ, ସେ ମୃତ୍ୟୁକୁ ହରାଇ ସାରିଛନ୍ତି। ଆମେ ମୃତ୍ୟୁ ଜୟୀ ପରମେଶ୍ୱରଙ୍କୁ ଆମେ ଉପାସନା କରୁଛୁ। ସେ ଯୁଗେ ଯୁଗେ ଜୀବିତ। ଆଉ ସେଇ ସ୍ଥାନରେ ଏ ସ୍ଥାନରେ ଲେଖାଯାଏ ଆଉ ଦେଖ ଆମ୍ଭ ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। ସେଇ ଯୀଶୁଙ୍କର ହାତରେ ମୃତ୍ୟୁର କଞ୍ଚି ଓ ପାତାଳର କଞ୍ଚି ଆଜି ସେଇ ଯୀଶୁଙ୍କ ଠାରେ ଅଛି। ମୋର ପ୍ରିୟମାନେ, ସେଇ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସ୍ୱର୍ଗର ଚାବି ଆଉ ପାତାଳର ଚାବି ଯୀଶୁଙ୍କ ଠାରେ ଅଛି। ଯେ କେହି ବି ସେଇ ଯୀଶୁଙ୍କୁ ବିଶ୍ୱାସ କରିବେ, ଯେ କେହି ବି ଯୀଶୁଙ୍କ ଠାରେ ପ୍ରାର୍ଥନା କରିବେ, ଯେ କେହି ବି ଯୀଶୁଙ୍କୁ ଗ୍ରହଣ କରିବେ, ସେ ପରମେଶ୍ୱର ସେମାନଙ୍କୁ ସେଇ ମୃତ୍ୟୁ ମୁଖରୁ, ପାତାଳର ମୁଖରୁ ସେମାନଙ୍କୁ ସେ ବଞ୍ଚାଇବେ। ଆଉ ସ୍ୱର୍ଗକୁ ସେମାନେ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ନେଇକିରି ଯିବେ। ହାଲେଲୁୟା। ତେଣୁକରି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ଭୟଭୀତ କରନ୍ତୁ ନାହିଁ। ସେ କାହିଁକି ମରିଲେ? କାହିଁକି ନା ଯେଉଁ ପାତାଳର କୁଣ୍ଡର ଚାବି ଶୟତାନ ପାଖରେ ଥିଲା, ସେ ଶୟତାନ ହାତରୁ ସେ ଛଡ଼ାଇ ଆଣିବା ପାଇଁ ସେ ପାତାଳ କୁଣ୍ଡକୁ ସେ ଯାଇଥିଲେ। ଆମେ କଲସ୍ୟ ଯଦି ପଢିବା, କଲସ୍ୟରେ ଏହିପରି ଲେଖାଯାଏ। କଲସ୍ୟ ତାର 3 ପର୍ବ ତାର 14 ଏବଂ 15 ପଦରେ ଏହିପରି ଲେଖାଯାଏ। କଲସ୍ୟ 2ର 14 ଆଉ 15 ପଦ। ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ବିଧିବିଧାନ ଅନୁସାରେ, ନୀତି ନିୟମ ଅନୁସାରେ, ଶାସ୍ତ୍ର ଅନୁସାରେ ପାପର ବେତନ ମୃତ୍ୟୁ। ପାପ କରିବା ସକାଶୁ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିଲେ। ପାପ କରିବା ସକାଶେ ଲୋକମାନଙ୍କ ନିମନ୍ତେ ବିଚାର ହେଉଥିଲା। ପାପ କରିବା ସକାଶେ ଲୋକମାନେ ଯାବଜ୍ଜୀବନ ମୃତ୍ୟୁର ଭୟରେ ଥିଲେ। ମୋ ପ୍ରିୟମାନେ, ତେଣୁକରି ସେଇ ନୀତି ନିୟମକୁ, ସେଇ ବିଧିର ବିଧାନକୁ ସେ ଲୋପ କରିବା ପାଇଁ ସେଇ କାଲବରୀ କ୍ରୁଶରେ ଗଲେ। ବିଧିର ବିଧାନକୁ ଲୋପ କରିବା ପାଇଁ ସେ କାଲବରୀ କ୍ରୁଶରେ ଗଲେ। ତେଣୁକରି ଲେଖାଯାଏ ବିଧିବିଧାନ ଅନୁସାରେ ଆମମାନଙ୍କ ନିମନ୍ତେ ଯେଉଁ ଅଭିଯୋଗ ପତ୍ର ଥିଲା, ଆପଣମାନଙ୍କ ନିମନ୍ତେ, ମୋ ନିମନ୍ତେ, ଜଗତର ଲୋକମାନଙ୍କ ନିମନ୍ତେ ଅଭିଯୋଗ, ଶୟତାନ ସମସ୍ତଙ୍କର ଗୋଟେ ଅଭିଯୋଗ ପତ୍ର ଲମ୍ବା ଲିଷ୍ଟ କରିଛି। ମୋ ପ୍ରିୟମାନେ, ତୁମେ ପାପୀ ଅଟ, ତୁମେ ବ୍ୟଭିଚାରୀ ଅଟ, ତୁମେ ନିଶାସକ୍ତ ବ୍ୟକ୍ତି ଅଟ, ତୁମେ ମିଥ୍ୟା କଥା କହିଅଛ, ତୁମେ ବ୍ୟଭିଚାର କରିଅଛ, ତୁମେ ଈଶ୍ୱରଙ୍କୁ ଘୃଣା କରିଅଛ, ତୁମେ ମୂର୍ତ୍ତି ପୂଜା କରିଅଛ। ଏହିପରି ତାର ପାଖରେ ଲମ୍ବା ଅଭିଯୋଗ ପତ୍ର ଅଛି। ଆଉ ସେଇ ଅଭିଯୋଗ ସକାଶେ, ସେଇ ପାପ ସକାଶେ ଶୟତାନ ମୃତ୍ୟୁ ଦ୍ୱାରା ସେ ଭୟଭୀତ କରୁଥିଲା ଲୋକମାନଙ୍କୁ। ନରକକୁ ସେ ପଠାଉଥିଲା। ପାପର ବେତନ ମୃତ୍ୟୁ ଅଟେ। ଆଉ ମୃତ୍ୟୁ ଦ୍ୱାରା ସେ ଲୋକମାନଙ୍କୁ ଭୟଭୀତ କରୁଥିଲା। ଆଉ ଲୋକମାନେ ଭୟଭୀତ ହେଇଯାଇ ଲୋକମାନେ ମୃତ୍ୟୁ ପାଖରୁ ସେମାନେ ବଞ୍ଚି ପାରୁନଥିଲେ। ଆଉ ସେଇ ପରିସ୍ଥିତିରେ, ସେଇଭଳି ପରିସ୍ଥିତିରେ ଯୀଶୁ ଖ୍ରୀଷ୍ଟ ତାଙ୍କର ଜୀବନକୁ ଦେଲେ। ମୋ ପ୍ରିୟମାନେ, ସେଇ ପରିସ୍ଥିତିରେ ସେ ତାଙ୍କ ଜୀବନକୁ ଦେଲେ। ସେ ବିଧିର ବିଧାନକୁ ସେ ଲୋପ କରିଦେଲେ। ଏହି ସ୍ଥାନରେ ଲେଖାଯାଏ ସେ ଆମ୍ଭମାନଙ୍କ ପାଇଁ
ବିଧିର ବିଧାନ ଅନୁସାରେ ଆମମାନଙ୍କର ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା, କଲସ୍ୟ ତାର 2:14 ପଦ। ବିଧିର ବିଧାନ ଅନୁସାରେ ଆମମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରିଦେଇ କ୍ରୁଶରେ ଟଙ୍ଗାଇ ଦେଇ ଆମମାନଙ୍କ ପଥରୁ ସେ ଦୂର କରିଦେଇଅଛନ୍ତି। ସେ ଅଭିଯୋଗ ପତ୍ରକୁ ସେ କଣ କଲେ? ଆମ ପାଖରୁ ସେ ଦୂର କରିଦେଲେ, ଛଡେଇ ନେଲେ ଶୈତାନ ଠାରୁ। ଆଉ ଏଇ ସ୍ଥାନ ଲେଖାଯାଏ ଲୋପ କରିଦେଇ କ୍ରୁଶରେ ଟଙ୍ଗାଇ ଦେଲେ। ଆମର ଅଭିଯୋଗ ପତ୍ରକୁ ସେ କଣ କଲେ? କ୍ରୁଶରେ ଟଙ୍ଗେଇ ଦେଲେ, ଲୋପ କରିଦେଲେ। ଲେଖାଯାଏ ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ର ଶସ୍ତ୍ର ଛଡେଇ ନେଇ ପ୍ରକାଶ୍ୟରେ ସେମାନଙ୍କର ପ୍ରଦର୍ଶନ ପୂର୍ବକ କ୍ରୁଶରେ ସେ ବିଜୟ ଯାତ୍ରା କରିଅଛନ୍ତି। ସେ ସମସ୍ତ ଆଧିପତ୍ୟ, ସମସ୍ତ କର୍ତ୍ତାପଣର ଅସ୍ତ୍ର ଶସ୍ତ୍ରକୁ, ଶୈତାନର ଅସ୍ତ୍ର ଶସ୍ତ୍ରକୁ ସେ କଣ କଲେ? ଛଡେଇକିରି ଆଣିଲେ। ଅଭିଯୋଗ ପତ୍ରକୁ ସେ ଛଡେଇକିରି ଆଣିଲେ। ନରକ କୁଣ୍ଡର ସେଇ ପାତାଳ କୁଣ୍ଡର ଚାବିକୁ ସେ ଛଡେଇକିରି ଆଣିଲେ। ଆଉ ଆଜି ସେଇ ପାତାଳ କୁଣ୍ଡର ଚାବି ଯୀଶୁଙ୍କର ପାଖରେ ଅଛି। ସେଇ ପାତାଳ କୁଣ୍ଡର ଚାବି ଛଡେଇ ଆଣିବା ପାଇଁ, ନରକର ଅଧିକାରକୁ, ନରକର ଭୟରୁ ଲୋକମାନଙ୍କୁ ମୁକ୍ତ କରିବା ପାଇଁ, ସେଇ ଚାବି ଆଣିବା ପାଇଁ ଯୀଶୁଖ୍ରୀଷ୍ଟ ସେଇ ପାତାଳ କୁଣ୍ଡକୁ ଗଲେ। ଆଉ ଶୈତାନର ସବୁ ଯୋଜନା, ଶୈତାନର ସବୁ କାରୁକାର୍ଯ୍ୟ ସବୁ ନଷ୍ଟ କରିଦେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ଆଜି ଆମମାନଙ୍କ ପାଇଁ ସେ ବିଜୟ ଯାତ୍ରା କରିଅଛନ୍ତି। ମୋ ପ୍ରିୟମାନେ, ମନୁଷ୍ୟର ଭୟର ଥିଲା। ଯଦି ଆମେ ପଢିବା ପ୍ରଥମ କରନ୍ଥୀୟ ତାର 15ର ପ୍ରଥମ କରନ୍ଥୀୟ ତାର 15-26 ପଦ ଯଦି ପଢିବା, ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ। এই স্থাନରେ লেখা ହେଇଛି ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ। ମନୁଷ୍ୟର ଶେଷ ଶତ୍ରୁ କିଏ ମୋର ପ୍ରିୟମାନେ? ମନୁଷ୍ୟର ଶେଷ ଶତ୍ରୁ ହେଉଛି ମୃତ୍ୟୁ। ସେଇ ମୃତ୍ୟୁର ଭୟରେ ଭୟଭୀତ କରୁଥିବା ସେଇ ଲୋକମାନଙ୍କୁ। ଆଉ ମନୁଷ୍ୟର ଶେଷ ଶତ୍ରୁ ରୋଗ ନୁହେଁ, ମନୁଷ୍ୟର ଶେଷ ଶତ୍ରୁ ଅନ୍ୟମାନେ ନୁହନ୍ତି। ମନୁଷ୍ୟର ଶେଷ ଶତ୍ରୁ ହେଉଛି ମୃତ୍ୟୁ। ଆଉ ସେ ଯୀଶୁଖ୍ରୀଷ୍ଟ ମନୁଷ୍ୟର ଶେଷ ଶତ୍ରୁ ସ୍ୱରୂପେ ସେ ମୃତ୍ୟୁକୁ ସେ କଣ କଲେ? ଲୋପ କରିଦେଲେ। ସବୁଦିନ ପାଇଁ ଯୀଶୁଖ୍ରୀଷ୍ଟ ସେଇ ମୃତ୍ୟୁକୁ କଣ କରିଦେଲେ? ଲୋପ କରିଦେଇଅଛନ୍ତି। ହାଲେଲୁୟା। ସେ ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ସେ ବାହାର କରିବା। ମାନେ ହୋସିୟ ତାର 13-14 ପଦ। ହୋସିୟ 13-14 ପଦ। ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା, ଆମ୍ଭେ ମୃତ୍ୟୁରୁ ସେମାନଙ୍କୁ ମୁକ୍ତ କରିବା। ଯୀଶୁଖ୍ରୀଷ୍ଟ ତାଙ୍କର ଜୀବନ ଦେଲେ ସେଇ ପାତାଳ କୁଣ୍ଡରୁ ରକ୍ଷା କରିବା ପାଇଁ, ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ସେ ତାଙ୍କର ଜୀବନ ଦେଇଥିଲେ। ସେ କହନ୍ତି ଆମ୍ଭେ ପାତାଳର ପରାକ୍ରମରୁ, ପାତାଳରେ ସେ ତାର ପରାକ୍ରମ ପ୍ରଦର୍ଶନ କରୁଥିଲା। ଶୈତାନ ପାତାଳ କୁଣ୍ଡରେ ତାର ଶକ୍ତି ପ୍ରଦର୍ଶନ କରୁଥିଲା। ଆଉ ସେଇ ସ୍ଥାନରେ ଅଭିଯୋଗ ପତ୍ରକୁ ଆଣିକିରି ସେ ଦେଖାଉଥିଲା। ପୁସ୍ତକ ସେଇ ସ୍ଥାନରେ ଖୋଲା ଯାଉଥିଲା। ଆଉ ସବୁ ଲୋକମାନଙ୍କୁ ସେ ନରକରେ ପକାଉଥିଲା। ଆଉ ଯୀଶୁ କହିଲେ ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା, ଆମ୍ଭେ ମୃତ୍ୟୁରୁ ସେମାନଙ୍କୁ ଉଦ୍ଧାର କରିବା। ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସେ ପାତାଳ କୁଣ୍ଡକୁ ଗଲେ। ଆମମାନଙ୍କୁ ମୃତ୍ୟୁ ଉଦ୍ଧାର
ଉଦ୍ଧାର କରିବା ପାଇଁ ସେ ନିଜେ ମୃତ୍ୟୁ ବରଣ କଲେ। ମୋ ପ୍ରିୟମାନେ, ସେ ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ସେ ଲୋପ କରିଅଛନ୍ତି। ସେ ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀ ଶୈତାନକୁ ସେ କଣ କଲେ? ଲୋପ କଲେ ମୃତ୍ୟୁ ଦ୍ୱାରା। ତେଣୁକରି ପ୍ରଥମ କରନ୍ଥୀୟ ତାର ଯଦି 15 ପର୍ବ ତାର 55 ପଦ ପଢିବା, ସେଇ ସ୍ଥାନରେ এইভাবে লেখাযায়। পাঠ করা প্রথম করন্থীয় 15:55 পদ। প্রথম করন্থীয় 15:55। জয় মৃত্যুକୁ ଗ୍ରାସ କରିଅଛି। ହାଲେଲୁୟା। କାହାର ଜୟ ମୃତ୍ୟୁ ଗ୍ରାସ କରିଅଛି? ଯୀଶୁ ଖ୍ରୀଷ୍ଟଙ୍କର ଜୟ, ଯୀଶୁ ଖ୍ରୀଷ୍ଟଙ୍କର ବିଜୟ ମୃତ୍ୟୁକୁ ସେ ଗିଳି ଦେଇଅଛନ୍ତି। ହାଲେଲୁୟା। ସେ ମୃତ୍ୟୁକୁ ସବୁଦିନ ପାଇଁ ଗିଳି ଦେଇଅଛନ୍ତି। ମୃତ୍ୟୁ ଆଉ ଆପଣଙ୍କୁ ଡରାଇ ପାରିବ ନାହିଁ। ସେ ମୃତ୍ୟୁକୁ ଗିଳି ଦେଇଅଛନ୍ତି। ସେ ମୃତ୍ୟୁର ଭୟରୁ ଆପଣଙ୍କୁ ମୁକ୍ତ କରିବା ପାଇଁ ସେ ମୃତ୍ୟୁକୁ ଗ୍ରାସ କରିଅଛନ୍ତି। ସେଥିପାଇଁ ଏ ସ୍ଥାନ ଦେଖାଯାଏ, ରେ ମୃତ୍ୟୁ କାହିଁ ତୋର ଜୟ, ରେ ମୃତ୍ୟୁ କାହିଁ ତୋର ନାହୁଡ଼। ମୃତ୍ୟୁର ନାହୁଡ଼ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲୋପ କରିଦେଇଅଛନ୍ତି। ମୃତ୍ୟୁର ଭୟ ଯୀଶୁ ଖ୍ରୀଷ୍ଟ ଲୋପ କରିଦେଇଅଛନ୍ତି। ଏହି ସ୍ଥାନ ଲେଖାଯାଏ 56 ପଦ ପଢିବା। ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ବ୍ୟବସ୍ଥା। ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ହଉଛି ବ୍ୟବସ୍ଥା। ଆଉ ସେ ତାହାକୁ ସେ ଲୋପ କରିଦେଲେ। ସେଇ ଜୟ ହେବା ଦ୍ୱାରା, ମୃତ୍ୟୁରୁ ବିଜୟ ହେବା ଦ୍ୱାରା, ସେ ମୃତ୍ୟୁକୁ ଅନନ୍ତ କାଳ ପାଇଁ ଗ୍ରାସ କରିବା ଦ୍ୱାରା ସେ ସମସ୍ତ ପ୍ରକାର ବିଧିର ବିଧାନକୁ ସେ ଲୋପ କରିଦେଲେ ଏବଂ ଆମ ପାଇଁ ସେ ବିଜୟ ସାଧନ କରିଅଛନ୍ତି। ମୋର ପ୍ରିୟମାନେ, ସେ ମୃତ୍ୟୁଞ୍ଜୟୀ ପରମେଶ୍ୱର ଅଟନ୍ତି। ଆମେ କୌଣସି ପ୍ରସ୍ତର କିମ୍ବା କାଷ୍ଠକୁ ଉପାସନା କରୁନାହୁଁ। ଆମେ ଉପାସନା କରୁଛୁ ଏକ ଜୀବୀ ପରମେଶ୍ୱର। ହାଲେଲୁୟା। ସେଇ ସଦା ପ୍ରଭୁ କହନ୍ତି, ଭୟ କର ନାହିଁ। ଦେଖ, ଆମେ ମୃତ ହେଲୁ, ଆଉ ଯୁଗେ ଯୁଗେ ଜୀବିତ। ଆମ ହାତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। ପ୍ରଭୁଙ୍କ ହାତରେ ମୃତ୍ୟୁ ଏବଂ ପାତାଳର କଞ୍ଚି ଅଛି। ପ୍ରଭୁଙ୍କ ହାତରେ ମୃତ୍ୟୁର ଚାବି ଏବଂ ପାତାଳର ଚାବି ଅଛି। ତେଣୁକରି ସେ କହନ୍ତି, ମାଥ୍ୟୁ ଲିଖିତ ସୁସମାଚାର ତାର 28:18 ପଦ ପଢିବା, ତାପରେ ଆମେ ଶେଷ କରିବା। ମାଥ୍ୟୁ ଲିଖିତ ସୁସମାଚାର ତାର 28:18 ପଦ।